তবে এপ্রিল মাস 22 তারিখ বুধবার অর্থাৎ আজ সন্ধ্যা পর্যন্ত ওড়িশা রাজ্যের প্রবল খরা হেবার সম্ভাবনা রহিଅछि। আউ 11টি জেলায় গরম গুড়গুড়ি হেবার সম্ভাবনা রহিଅछि। আউ কালবৈশাখী বর্ষা পাই রাজ্যর 25টি জেলায় বর্ষা হেবার সম্ভাবনা রহিଅछि। তেণুকরি ইয়েলো ওয়ার্নিং জারি করছি ভুবনেশ্বরস্থিত আঞ্চলিক পাণিপাগ বিজ্ঞান কেন্দ্র। তবে আসন্তু নজর পকাইবা আসন্তা 24 ঘণ্টা মধ্যে রাজ্যর কেউ 11টি জেলায় প্রবল তাতি গরম গুড়গুড়ি ହେବ ଆଉ କେଉଁ 25ଟି ଜିଲ୍ଲାରେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବା ନେଇ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ କ'ଣ ପୂର୍ବାନୁମାନ କରାଯାଇଛି ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଓଡ଼ିଶା ରାଜ୍ୟରେ ଆକାଶରୁ ଅଗ୍ନିବର୍ଷା ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯୋଗୁଁ କିଛି ଜିଲ୍ଲାରେ ଏହାର ପ୍ରଭାବ କମ୍ ରହିବ ଆଉ ଆସନ୍ତା 7 ଦିନ ଧରି ଏହିପରି ପାଗ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଉତ୍ତର ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳ ଉପରେ ସମୁଦ୍ର ପତନଠାରୁ 1.5 କିଲୋମିଟର ଉପରେ ଉପର ବାୟୁ ଘୂର୍ଣ୍ଣିବଳୟ ଜାରି ରହିଛି ଆଉ ଏହାରି ପ୍ରଭାବରେ ଯେଉଁ 25ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ନିଂ ଜାରି କରାଯାଇଛି ଉକ୍ତ ଜିଲ୍ଲାଗୁଡ଼ିକରେ ବିଜୁଳି ବର୍ଷା ହେବ ଆଉ ଉକ୍ତ ଜିଲ୍ଲାଗୁଡ଼ିକରେ ପବନ ବୋହିବ ଯାହାର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିବ ଆଉ ବାକି 11ଟି ଜିଲ୍ଲାରେ ପ୍ରବଳ ତାତି ଗରମ ଗୁଳଗୁଳି ହେବ। ତେଣୁ ୟେଲୋ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ ଆଉ ବାକି 5ଟି ଜିଲ୍ଲାରେ ଆଜି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ 5ଟି ଜିଲ୍ଲାଗୁଡ଼ିକରେ ପାଗ ଆଜି ଶୁଖିଲା ରହିବ ଆଉ ପ୍ରବଳ ଖରା ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼। ଆଉ ଏହାପରେ ଆସନ୍ତୁ ଜାଣିବା କେଉଁ 25ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ନିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଏବଂ ଆପଣଙ୍କ ଜିଲ୍ଲାରେ ପାଗ କିପରି ରହିଛି କମେଣ୍ଟ କରନ୍ତୁ ଏବଂ ଆପଣଙ୍କର ସାଙ୍ଗସାଥୀମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ ଯାହାଫଳରେ ସେମାନେ ମଧ୍ୟ ଆଜିକାର ପାଣିପାଗ ଅପଡେଟ୍ ଖବର ଜାଣିପାରିବେ। ରହୁଛି ଜୟ ଜଗନ୍ନାଥ।